ଯାଏ ବନ୍ଦ ଥିଲା 16 ତାରିଖଠୁ ଟିକେ ଆରମ୍ଭ ହେଇଛି ଆଉ 16 ମାନେ 15 ପାଖାପାଖି 15-16 ଦିନ 4 କ୍ୱିଣ୍ଟାଲ ଆପଣ ମାଲ ନେଇକି ଆସିଛନ୍ତି। ଠିକ ମାଲ ବାହାର କରିନୁ ଏମିତି ଅଧିକ ମାଲ ବର୍ଷା ମଝିରେ ହଉଛି। ଆଜ୍ଞା ଆଉ ତା ସହିତ କଥା ହେବା ଯଦି ଆପଣଙ୍କର ଯୋଉ ସତ କଥା ଗୋଟେ କହିବେ ହଁ କୁହନ୍ତୁ। ଯେ କେତେ ଟଙ୍କା କ'ଣ ଆପଣ ମାସକୁ ରୋଜଗାର ହେଇଯାଉଛି? ମାସକୁ ଆପଣ ତ ମୋତେ ପ୍ରଥମେ ପଚାରିଲେ ମାନେ ଖଟଣି ନେଇକି ଇନକମଟା ହବ। ତ ଆପଣଙ୍କ ଖଟଣି ହିସାବରେ କେତେ ଟଙ୍କା? ଆମର ଖଟଣି ହିସାବରେ ମିନିମମ୍ 25,000 ପ୍ଲସ୍। 25,000 ପ୍ଲସ୍ ସବୁ ଖର୍ଚ୍ଚ ବାଚ ଯାଇକି? ହଁ ସବୁ ଖର୍ଚ୍ଚ ବାଚ ଯାଇକି 25,000 ପ୍ଲସ୍ ବର୍ତ୍ତମାନ ସାର୍ କମାଉଛନ୍ତି। ଆପଣ ବି ଚାହିଁଲେ କମେଇ ପାରିବେ ଗଣପତି ଏଣ୍ଟରପ୍ରାଇଜେସରୁ ଧୂପକାଠି ମେସିନଟିଏ ନେଇ, ନା କ'ଣ କହୁଛନ୍ତି? ହଁ ଆପଣ ଆମେ ତ ନେଇ ଯୋଉ ସାରିଛୁ। ଭିଉଅର୍ସ ମାନେ ଭିଡ଼ିଓ ଦେଖୁଛନ୍ତି ସେମାନେ କ'ଣ ବିଜନେସ୍ କରିପାରିବେ? ହଁ କରିପାରିବେ ତ? ଆରାମସେ ଆପଣମାନେ ବି ଯଦି କରିବା ପାଇଁ ଚାହୁଁଛନ୍ତି ବିଜନେସଟିଏ ତାହେଲେ ନିହାତି ଭାବରେ ଗଣପତି ଏଣ୍ଟରପ୍ରାଇଜେସକୁ ଆସିପାରିବେ। ଏଠୁ ଗୋଟେ ମେସିନ୍ ନେଇ ଆରାମସେ ବେଶ 2 ପଇସା ଆପଣ ରୋଜଗାର କରିପାରିବେ। ସେଥିରେ କିଛି ବି ଅସୁବିଧା ନାହିଁ। ତା ସହିତ କିଛି କମ୍ପାନୀ ପ୍ରୋବ୍ଲେମ୍ କରୁନି ତ? ନାଇଁ ପ୍ରୋବ୍ଲେମ୍ ଆମର ଯାହା ପ୍ରୋବ୍ଲେମ୍ ହେଉଛି ଆମେ କମ୍ପାନୀକୁ କମ୍ପ୍ଲେନ୍ ଦେଲେ ସେ ହାର୍ଡଲି ମଝିରେ ଦିନେ ଛାଡ଼ି ଦେଇକି ସେ ତାଙ୍କର ଅପରେଟର ମାନଙ୍କୁ ଦେଉଛନ୍ତି ପଠେଇ ଆଉ। ତା ସହିତ କଥା ହେଲେ କେତେ ଟଙ୍କାରେ ଆପଣ କଞ୍ଚାମାଲ କିଣୁଛନ୍ତି ଆଉ କେତେ ଟଙ୍କାରେ କମ୍ପାନୀକୁ ଦେଉଛନ୍ତି? କଞ୍ଚାମାଲଟା ଆମର ସେତେବେଳେ ମାନେ 50 ଟଙ୍କା ନେଇଥିଲେ। ଆମର ଏଟା ହେଉଛି ସଂକ୍ରାନ୍ତି ପୂର୍ବରୁ 80 ଟଙ୍କା ଡିଲ୍ କରାହେଇଥିଲା। ମାନେ 50 ଟଙ୍କା ର ମେଟେରିଆଲ କିଣିବେ 80 ଟଙ୍କାରେ ବିକିବେ କମ୍ପାନୀକୁ। ଏଠି ଭାବରେ 85 ଟଙ୍କାରେ ଆପଣମାନେ ପାଇପାରିବେ କିନ୍ତୁ ର ମେଟେରିଆଲର ରେଟ୍ ସମାନ ଅଛି ସେଇ 50 ଟଙ୍କା। ହଁ ସେଟା ସମାନ ଅଛି। ର ମେଟେରିଆଲ 50 ଟଙ୍କା ଅଛି କିନ୍ତୁ ଆପଣଙ୍କର ଯୋଉ ଲାଭଟା ସେଟା ଆଉ 5 ଟଙ୍କା ବଢ଼ିଯାଇଛି। ବହୁତ ହି ବଢ଼ିଆ କଥା। ଆପଣ ବାହାରେ ମାର୍କେଟରେ ବିକୁଛନ୍ତି ନା ଖାଲି କମ୍ପାନୀ? ନାଇଁ କେବଳ ଖାଲି କମ୍ପାନୀ ଦିଆଯାଉଛି। ବହୁତ ବଢ଼ିଆ କଥା ଆଜ୍ଞା। ବହୁତ ଧନ୍ୟବାଦ ଆପଣଙ୍କୁ।